ରାସନ କାର୍ଡ ଇ କେୱାଇସି କରିବେ କିପରି? କୋଉଠି ଯିବେ? ଆଉ ଆପଣଙ୍କ ରାସନ କାର୍ଡ କଟିଯିବନି ତ? ଆପଣ ଯଦି ବ୍ୟସ୍ତତା ହେଉଛନ୍ତି, ଆପଣ ବାହାରେ ଅଛନ୍ତି, ଓଡ଼ିଶା ବାହାରେ ଅଛନ୍ତି, ଆପଣ ଜଣେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ କିନ୍ତୁ ଆପଣଙ୍କୁ ରାସନ କାର୍ଡ ମିଳିନି, ସବୁ ଉପରେ ଏଇ ଭିଡ଼ିଓଟି ରହିଛି। ଆପଣ ଇ କେୱାଇସି କେମିତି କରିବେ? ଯଦି ଓଡ଼ିଶା ବାହାରେ ଅଛନ୍ତି ତ କେମିତି କରିବେ? ସବୁ ଡିଟେଲ୍ସ ରହିଛି। ଦେଖନ୍ତୁ ଆପଣ ପ୍ରଥମେ ଓଡ଼ିଶା ଯୋଉମାନେ ଓଡ଼ିଶା ଭିତରେ ଅଛନ୍ତି ତାଙ୍କ ନିକଟସ୍ଥ ଡିଲର ପାଖରେ ଯାଇକି ଇ କେୱାଇସି କରିପାରିବେ। କେବଳ ଆଧାର କାର୍ଡ ଦେବେ, ଆପଣ ଫିଙ୍ଗର ପ୍ରିଣ୍ଟ ଦେବେ, ଆପଣଙ୍କର ଇ କେୱାଇସି ହୋଇଯିବ। କିନ୍ତୁ ଆପଣ ଯଦି ଓଡ଼ିଶା ବାହାରେ ଅଛନ୍ତି, ଇ କେୱାଇସି କରିବା ପାଇଁ ଚାହୁଁଛନ୍ତି, ଆପଣ ଭାବୁଛନ୍ତି ଡେଟ୍ ପଳେଇଲାଣି, ମୁଁ ଯଦି ଇ କେୱାଇସି ନ କରି ମୋ ରାସନ କାର୍ଡ କଟିଯିବ, ସେ ଉପରେ ମଧ୍ୟ ଭିଡ଼ିଓ ରହିଛି। ତ ପ୍ରଥମେ ମୁଁ ଆପଣଙ୍କୁ କହିଦେଉଛି, ଯୋଉମାନେ ନୂଆ ଆପ୍ଲାଏ କରିଛନ୍ତି ରାସନ କାର୍ଡ, ପାଖାପାଖି 10 ଲକ୍ଷ ଲୋକ ରାସନ କାର୍ଡ ଏବେ ନୂଆ ଆପ୍ଲାଏ କରୁଛନ୍ତି, ତାଙ୍କୁ ମଧ୍ୟ ଖୁବ୍ ଜଲ୍ଦି ସରକାର ଦେବେ ବୋଲି କହୁଛନ୍ତି। କିନ୍ତୁ ତା ପୂର୍ବରୁ ପ୍ରଥମେ କହିଛନ୍ତି ଯେ ଇ କେୱାଇସି କରିବାକୁ ପଡ଼ିବ। ଯୋଉମାନେ ଯୋଗ୍ୟ ହିତାଧିକାରୀ ତାଙ୍କର ରାସନ କାର୍ଡ ରହିବ, ଯୋଉମାନେ ଅଯୋଗ୍ୟ, ଯୋଉମାନଙ୍କର ଅଧିକ ଇନକମ୍ ଅଛି, 4 ହ୍ୱିଲର ଗାଡ଼ି ଅଛି ଏବଂ ତାଙ୍କର ଇନକମ୍ ସବୁ ଠିକଠାକ୍ ଅଛି, ତା ସତ୍ତ୍ୱେ ମଧ୍ୟ ସେମାନେ ଯୋଉ ରାସନ କାର୍ଡ ନେଇଛନ୍ତି, ସେ ଇ କେୱାଇସି କଲେ ଜଣା ପଡ଼ିଯିବ, ତାଙ୍କର ରାସନ କାର୍ଡ ତୁରନ୍ତ କଟିଯିବ। ଆଉ ତାଙ୍କର ରାସନ କାର୍ଡ କଟିଗଲେ ତାଙ୍କ ବଦଳରେ ଏମାନେ ସବୁ ନୂଆ ରାସନ କାର୍ଡ ପାଇବେ। ତେଣୁ ନୂଆ ରାସନ କାର୍ଡ ଯୋଉମାନେ ପାଇବେ ସିଏ ଧୈର୍ଯ୍ୟ ଧରନ୍ତୁ, ଅପେକ୍ଷା କରନ୍ତୁ, ଆପଣଙ୍କ ନିଶ୍ଚିତ ନୂଆ ରାସନ କାର୍ଡ ମିଳିବ। ଓଡ଼ିଶାରେ ପାଖାପାଖି 15 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯୋଉମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହେଁ କିନ୍ତୁ ସେମାନେ ବସିଛନ୍ତି। ତେଣୁ ସରକାର ଏବେ ପ୍ଲାନ ଲଗେଇଛନ୍ତି, ଏ ଯୋଜନା ଆରମ୍ଭ କରିଛନ୍ତି ଯେ ଇ କେୱାଇସି କରିବା ବାଧ୍ୟତାମୂଳକ। କିନ୍ତୁ ଇ କେୱାଇସି ପାଇଁ କୌଣସି ଡେଟ୍ ଏପର୍ଯ୍ୟନ୍ତ ବାହାରିନି। ପ୍ରଥମେ ଆପଣମାନେ ଏଇ ଭିଡ଼ିଓଟିକୁ ଦେଖି ଦିଅନ୍ତୁ। ଏବେ ମନ୍ତ୍ରୀ କହିଥିଲେ କି ଗୋଟେ ମାସ ଭିତରେ ରାସନ କାର୍ଡ ଗୁଡ଼ାକ ଦିଆଯିବ, କିନ୍ତୁ ପାଖାପାଖି 10 ଲକ୍ଷ ରାସନ କାର୍ଡ ପେଣ୍ଡିଂ ଅଛି। ତ କେବେ ସୁଦ୍ଧା ଇ କେୱାଇସି କରାହବ ଆଉ କେବେ ସୁଦ୍ଧା ରାସନ କାର୍ଡ ଦିଆଯିବ, କାରଣ ମାସେ ହେଇସାରିଲାଣି। যে আমি যে ই কেওয়াইসি প্রসঙ্গক এটি আলোচনা করছেন গৃহরে এবং নিয়ম করছেন 1 মাস ভিতরে লোক মানে ই কেওয়াইসি নকলে তাঁর রেশন কার্ড প্রভিজন কটিযোগ, এটা গোটে সংবেদনশীল ঘটনা হয়েছি। যে বিদেশক যাই নগদ আসি নির্বাচনের আপন মানুষ আম মানুষ সমস্ত ভোট দিয়ে নির্বাচিত করে সারা পরে পুঁ সে দাদন খটিয়া বাহারে অনেক লক্ষ লক্ষ লোক ইয়াদ্বারা প্রভাবিত হওয়ার সূচনা মিলুଛି, কারণ সে দৈনন্দিন আম সহ যোগাযোগে অনেক এবং সে প্রশ্ন করছেন আমার ই কেওয়াইসি কিপরি ভাবে হয়ে পার। 1 মাস মধ্যে যদি সে জনসেবা কেন্দ্রক আসি বা কোনসি নির্দিষ্ট কেন্দ্রক আসি যদি তাঙ্কর ই কেওয়াইসি ন করিবে কটিଯିବ, এই কথাটা আজ্ঞা মু গৃহরে জনাই দেବାକୁ চাହୁଛି, সেমিতি কোনসি অতি নির্দিষ্ট সময়সীমা দিয়া যায় না। এই ভিডিওরে ଆପଣମାନେ ଜାଣିପାରିଲେ ଯେ ଇ କେୱାଇସି ପାଇଁ କୌଣସି ସେମିତି ଡେଟ୍ ବାହାରିନି କି ବାଧ୍ୟତାମୂଳକ ନୁହେଁ। କାରଣ ଯୋଉମାନେ ବାହାରେ ଦାଦନ ଖଟିବା ପାଇଁ ବାହାରେ ଜବ୍ କରୁଛନ୍ତି କିମ୍ବା ଯାହା କରୁଛନ୍ତି, ସେମାନେ ଏବେ ଓଡ଼ିଶା ଯଦି ନ ଆସିପାରିବେ ତାହେଲେ ରାସନ କାର୍ଡ କଟିବ ବୋଲି ସେମିତି ମାନେ ନାହିଁ। ଆପଣଙ୍କ ରାସନ କାର୍ଡ ରହିବ, କିନ୍ତୁ ସରକାର ଗୋଟେ ଗାଇଡଲାଇନ କହିଛନ୍ତି ଯେ ରାସନ କାର୍ଡ ଇ କେୱାଇସି କରିବା ବାଧ୍ୟତାମୂଳକ। ଆପଣ ଚାହିଁଲେ ଜନସେବା କେନ୍ଦ୍ର ହେଉ, ଯେକୌଣସି ଯୋଉଠି ଯାଇ ଆପଣ ଇ କେୱାଇସି କରିପାରିବେ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭଲ ଭାବେ ଦେଖିଲେ ଏବଂ ବୁଝିଲେ ଆପଣମାନେ ୱେଟ୍ କରନ୍ତୁ, ଧୈର୍ଯ୍ୟ ଧରନ୍ତୁ, ଆପଣ କେବେ ବି ରାସନ କାର୍ଡ କଟିବନି, ଖାସ କରି ଯୋଉମାନେ ବାହାରେ ଅଛନ୍ତି। ଆଉ ଯୋଉମାନେ ଏଇଠି ଅଛି ତୁରନ୍ତ ଆପଣମାନେ ରାସନ କାର୍ଡ ଇ କେୱାଇସି କରିଦିଅନ୍ତୁ।